ରୂପାୟନ ଯୋଗୁଁ ସମଗ୍ର ଓଡ଼ିଶାରେ ଏକାଧିକ ବୃହତ ଶିଳ୍ପ କ୍ଲଷ୍ଟର ସୃଷ୍ଟି ହୋଇଛି। ପର୍ଯ୍ୟାପ୍ତ ଭିତ୍ତିକ ସାମାଜିକ ଏବଂ ନାଗରିକ ଭିତ୍ତିଭୂମି ସହିତ ଉତ୍ତମ ସେବା ବାସଯୋଗ୍ୟ ଏବଂ ଅନ୍ତର୍ଭୁକ୍ତି ଶିଳ୍ପ ଟାଉନସିପ୍ ସୃଷ୍ଟି କରି ଉଦୀୟମାନ ଶିଳ୍ପ କ୍ଲଷ୍ଟରଗୁଡ଼ିକର ଚାରିପାଖରେ ଯୋଜନାବଦ୍ଧ ଏବଂ ସଂଗଠିତ ଅଭିବୃଦ୍ଧିର ଆବଶ୍ୟକତା ରହିଛି, ଯାହାଦ୍ୱାରା ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବା ସହ ଶ୍ରମିକମାନଙ୍କର ଜୀବନର ଗୁଣବତ୍ତାର ଉନ୍ନତି ଆସିପାରିବ। କାର୍ଯ୍ୟସ୍ଥଳ ନିକଟରେ ବାସିନ୍ଦାଙ୍କର ସାମାଜିକ ଭିତ୍ତିଭୂମି ଉତ୍ପାଦକତା ଧାରଣ ଏବଂ ଶ୍ରମିକଙ୍କର ସମ୍ପୂର୍ଣ୍ଣତା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଏହି ଯୋଜନା ଅଧୀନରେ 2026-27 ଆର୍ଥିକ ବର୍ଷରେ 10 କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବିତ ଅଛି। ଖଣି ପ୍ରଭାବିତ ଅଞ୍ଚଳରେ ବାସିନ୍ଦାଙ୍କର ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ଏକ ରଣନୈତିକ ପଦକ୍ଷେପ ଭାବରେ ନୂତନ ଯୋଜନା ସିଏମ୍ ସମ୍ପଦ ଘୋଷଣା କରି ମୁଁ ଆନନ୍ଦିତ। ଏହା ବିଦ୍ୟମାନ ସାମାଜିକ ଲାଭର 100% ପରିପୂର୍ଣ୍ଣତା ହାସଲ କରିବା, ଅତିରିକ୍ତ ସହାୟତା ସହିତ ବର୍ତ୍ତମାନର ସେବାକୁ ବୃଦ୍ଧି କରିବା ଏବଂ ନୂତନ ସ୍ୱାସ୍ଥ୍ୟ ଏବଂ ଭିତ୍ତିଭୂମି ପ୍ରତିଷ୍ଠା କରିବା ଉପରେ ଧ୍ୟାନ ଦିଏ। ଏକ ବାସ୍ତବ ସମୟ ଡ୍ୟାସବୋର୍ଡ ଏବଂ ଏକ ବହୁସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ଉପଯୋଗ କରି ଏହା ସମାଜର ଦୁର୍ବଳ ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ଜଳ ଏବଂ ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବାର ଉତ୍ତରଦାୟୀ ଏବଂ ପ୍ରଭାବଶାଳୀ ବିତରଣକୁ ସୁନିଶ୍ଚିତ କରିବ। ଓଡ଼ିଶା ସାମୁଦ୍ରିକ ବୋର୍ଡ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣ ସହଭାଗିତାରେ 22,700 କୋଟି ଟଙ୍କା ବିନିଯୋଗରେ କେନ୍ଦ୍ରାପଡ଼ାରେ ଏକ ଜାତୀୟ ବୃହତ ଜାହାଜ ନିର୍ମାଣ କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି। ସାଗରମାଳା ଫାଇନାନ୍ସ କର୍ପୋରେସନ ଲିମିଟେଡର 21,500 କୋଟି ଟଙ୍କା ସହାୟତାରେ ଗଞ୍ଜାମର ବାହୁଡା ମୁହାଁରେ ଏକ ସବୁଦିନିଆ ସାଟେଲାଇଟ୍ ବନ୍ଦର ନିର୍ମାଣ କରାଯାଉଛି। ଆଭ୍ୟନ୍ତରୀଣ କାର୍ଗୋ ପରିବହନର ଉନ୍ନତି ଆଣିବା ପାଇଁ 12,200 କୋଟି ଟଙ୍କା ବିନିଯୋଗରେ ଜାତୀୟ ଜଳପଥ 5 କାର୍ଯ୍ୟକ୍ରମ ହେବ। ପୁରୀରେ 500 କୋଟି ଟଙ୍କା ବ୍ୟୟରେ ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ ପର୍ଯ୍ୟଟନ ଏବଂ ବିଶ୍ୱ ସଂଯୋଗକୁ ବୃଦ୍ଧି କରିବ। ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କଗୁଡ଼ିକର ଉନ୍ନତିକରଣ କରିବା, ପ୍ରମୁଖ ସେତୁ ନିର୍ମାଣ ଏବଂ ସହରାଞ୍ଚଳରେ ସୁଗମ ଯାତାୟାତ ପାଇଁ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ମୁଁ 7,500 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖୁଛି। ଏହି ଯୋଜନାରେ ଅଧୀନରେ ଜୟଦେବ ବିହାର ନନ୍ଦନକାନନ ରାସ୍ତାର ଉନ୍ନତି, କୋଠାବାଡ଼ି ନଦୀ ଉପରେ ଦ୍ୱିତୀୟ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ଉଚ୍ଚସ୍ତରୀୟ ସେତୁ ସୁଭାଷ ବୋଷ ସେତୁ ନିର୍ମାଣ, କେନ୍ଦୁଝର ବାଇପାସର ନିର୍ମାଣ, ଜାତୀୟ ରାଜପଥ 53 MCL ଛକରୁ ବୈଜାମୁଣ୍ଡା ଗ୍ରାମ ଛକ ପର୍ଯ୍ୟନ୍ତ ବୁର୍ଲା ରିଙ୍ଗର ନିର୍ମାଣ, ଭବାନୀପାଟଣା ଖରିଆର ରାସ୍ତା, ଷ୍ଟେଟ୍ ହାଇୱେ 16ର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ, ଫୁଲନଗରା ନିଆଳି ମାଧବ ରାସ୍ତାର ଉନ୍ନତିକରଣ ଏବଂ ନରସିଂହପୁର ଏବଂ ବାଲିପୁଟ ମଧ୍ୟରେ ମହାନଦୀ ଉପରେ ଏକ HL ସେତୁ ନିର୍ମାଣ ପ୍ରକଳ୍ପ ପାଇଁ ଯଥେଷ୍ଟ ବ୍ୟୟବରାଦ କରାଯାଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ଆହୁରି ସୁଦୃଢ଼ କରିବା, ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚିବା ଏବଂ ପର୍ଯ୍ୟଟନ ଓ ଜରୁରୀକାଳୀନ ସେବା ପାଇଁ ସତୀଭଟା, ଜମାଦାରପାଲି, ଦାନବୋସ, ରାଇସୁଆ, ତୁଷରା, ଅମରଦା ରୋଡ୍ ଏବଂ ଗୋତମାରୀ ନୂତନ ବିମାନ ବନ୍ଦର ବିକାଶ ଏବଂ ନବରଙ୍ଗପୁର ଫୁଲବାଣୀ ଓ ତାରାତାରିଣୀଠାରେ ନୂତନ ହେଲିପୋର୍ଟର ବିକାଶ କରାଯାଉଛି। ଏଥିପାଇଁ 2026-27 ଆର୍ଥିକ ବର୍ଷରେ 511 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ଅଛି। ଓଡ଼ିଶାର ରେଳ ପରିବହନ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିରନ୍ତର ତଥା ସକ୍ରିୟ ପଦକ୍ଷେପ ଉପରେ ମୁଁ ଆଲୋକପାତ କରିବାକୁ ଚାହେଁ। ରାଜ୍ୟ ସରକାର ବର୍ତ୍ତମାନ ଜୟପୁର ମାଲକାନଗିରି, ଜୟପୁର ନବରଙ୍ଗପୁର, ପୁରୀ କୋଣାର୍କ, ବରଗଡ଼ ନୂଆପଡ଼ା ଏବଂ ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ପ୍ରକଳ୍ପ ସମେତ ପ୍ରମୁଖ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଏହାର ପ୍ରତିବଦ୍ଧ ଅଂଶ ପାଇଁ 2026-27 ଆର୍ଥିକ ବର୍ଷରେ 450 କୋଟି ଟଙ୍କା ବର୍ଦ୍ଧିତ ବ୍ୟୟବରାଦ ପାଇଁ ପ୍ରସ୍ତାବ ଦେଇଛି। ବିକାଶରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ WODC ପାଇଁ 500 କୋଟି, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ SODC ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ NODC ପାଇଁ 200 କୋଟି ଟଙ୍କା ଏବଂ କେବିକେ ଜିଲ୍ଲାର ଭିତ୍ତିଭୂମି ବିକାଶ ପାଇଁ 250 କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ MLLR ଯୋଜନା ଅଧୀନରେ 735 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ଏହା ବ୍ୟତୀତ 2026-27 ଆର୍ଥିକ ବର୍ଷରେ ନିର୍ବାଚନ ମଣ୍ଡଳୀ ୱାରି ଆବଣ୍ଟନ ପାଇଁ ଆଉ 122 କୋଟି ଟଙ୍କା ବ୍ୟୟବରାଦ କରିବାକୁ ମୁଁ ପ୍ରସ୍ତାବ ଦେଉଛି। ମୁଁ ଆଶା କରୁଛି ସମସ୍ତ ମାନ୍ୟବର ବିଧାୟକ ଏହି ପାଣ୍ଠିକୁ ନିଜ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବେ। ସହର ରୂପାନ୍ତରଣ କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ମୁଁ ସହରାଞ୍ଚଳ ବିକାଶ ଯୋଜନା ଏବଂ
ପ୍ରକଳ୍ପ ପାଇଁ 10,738 କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରସ୍ତାବ ଦେଉଛି, ଯାହା ପୂର୍ବ ବର୍ଷର ଆବଣ୍ଟନ ତୁଳନାରେ 7.25% ଅଧିକ। ନୂତନ ପଦକ୍ଷେପ ଯଥା लिवेबल सिटीज मिशन ओ 8 मॉडल इंडस्ट्रियल सिटीज प्रोग्राम अधीन 50 रु अधिक सहर को अंतर्भुक्ति करी आम सरकार सुलभ गृह 24x7 जल जोगाण, कठिन वर्ज्यवस्तु परिचालना, साधारण परिवहन, चलवा योग्य रास्ता एवं सबुज एवं खोला स्थान में व्यवस्था करुछंती। यही सब कार्य राज्य और केंद्र सरकार चलुवा योजना मान संपूर्ण उपयोग मध्यम गुरुत्वपूर्ण शहरी भित्तिभूमि व्यवधान को दूर करने मुख्यमंत्री शहरी विकास योजना अधीन 1,161 कोटी टंका व्यय बरादर प्रस्ताव देउछि। शहरी जलवायुर सहनशीलता निमंते राउरकेला सहित अन्य सहर वर्षा जल निष्कासन और नर्दमा प्रकल्प 620 कोटी टंकार व्यय बरादर प्रस्ताव रखा जाइछि। नगद परिवहन आधुनिकीकरण निमंते सहरांचल परिवहन भित्तिभूमि विकास सहित पीएम ई बस सेवा योजना 373 कोटी टंका व्यय बरादर प्रस्ताव रखा जाइछि। नगर रूपांतरण को त्वरान्वित करने मुख्यमंत्री स्मार्ट सिटी मिशन नाम 100 कोटी टंकार व्यय बरादर एक नुआ योजना आरंभ कर नूतन पदक्षेप अन्य सहरांचल भित्तिभूमि योजनार समन्वय एवं प्रमुख सहर गुड़िकर व्यापक विकास करने सहित बासयोग्य होगापी मौलिक शहरी सुविधा जोगाई दि सहित समृद्ध सहर योजना अधीन 320 कोटी टंका व्यय बरादर प्रस्ताव रखुछि, जो क्षेत्र सर्वे रास्ता भित्तिभूमि स्वरेज एवं विद्युतकरण भली अत्यावश्यक उपयोगिता को अंतर्भुक्त करी व्यापक नगर योजना नूतन सहर विकास एवं अभिवृद्धि हब भाव में सहर पर निवेश अंतर्भुक्त एवं विशेष भाव में भुवनेश्वर, कटक, पुरी, पारादीप अर्थनैतिक क्षेत्र बीसीपीपीईआर एवं संबलपुर और ब्रह्मपुर भली प्रमुख सहरांचल क्लस्टर गुड़ी को लक्ष्य रखा जाइछि। सहरांचल संपत्ति पोषणीयता एवं जीविका सृष्टि सुनिश्चित करने मुख्यमंत्री शहरी विकास योजना अधीन पार्क एवं व्यायामशाला रक्षणाबेक्षण सहरांचल मजूरी नियुक्ति 200 कोटी टंका प्रदान करा जाइछि। सहर समस्त को सुरक्षित पानीय जल जगैवा आम सरकार प्राथमिकता अटे। एनिमंते सोजला एवं अमृत 2.0 योजना अधीन समुदाय 1,767 कोटी टंकार व्यय बराद प्रस्ताव देउछि। परिमल शहरी मर्यादार मूल आधार अटे। एक स्वच्छ ओडिशा गढ़िया 710 कोटी टंकार प्रस्ताव देउछि। एथिमध्यरु स्वच्छ ओडिशा 280 कोटी टंका, स्वच्छ भारत मिशन 430 कोटी टंकार उपलब्ध रहिछि। यह माध्यम पुराना वर्ज्यवस्तुर जैव प्रतिकार को त्वरान्वित करिवो, वर्ज्यर शक्ति उत्पादन और कठिन वर्ज्यवस्तु परिचालन भित्तिभूमि आधुनिकीकरण करने सहित एक स्थायी सुस्थ एवं प्रदूषण मुक्त सहर निर्माण करिपारिबो। सुलभ गृह सहरांचल विकास एक गुरुत्वपूर्ण उपादान जहां विजन डॉक्यूमेंट्स विकसित ओडिशा पर विकसित भारत में प्रतिफलित होइछि। एही लक्ष्य हासिल करने आमे पीएमएवाई अर्बान 2.0 कार्यकारी करुछु। यह व्यतीत आर्थिक दुर्बल वर्गर हिताधिकारी मानक सुलभ गृह जोगाई देवा निमंते आमे आहुरी अनेक पदक्षेप नौचु। तेणु मु एक नूतन प्रधानमंत्री आवास योजना गृह निर्माण यूनिट विकास सहरांचल लाभार्थी सहायता पीएमएवाई शहरी बंधु प्रस्ताव देउछि, जहाँ भारत सरकार योजना को परिपूरक करिवो, राज्य को उक्त लक्ष्य हासिल करिबारे सहायता करिवो। एही परिप्रेक्षी रे यह उल्लेखयोग्य जे आमे सारा राज्य रे पीएमएवाई यू 2.0 अधीन योग्य भूमि हिताधिकारी को सुलभ मूल्य आवास जगैवा योजना करुछु। यही लक्ष्य हासिल करने प्रतिवर्ष आम राज्यर प्राय 50 एकर जमी चिन्हट कर योजना को सफल करा।